ଆଚ୍ଛା, ଆସନ୍ତୁ ଆଜି ରାଜନୀତିର ଗୋଟିଏ ବହୁତ ବଡ଼ ଦ୍ୱନ୍ଦ୍ୱ ବିଷୟରେ କଥା ହେବା। ଏମିତି ଏକ ଦ୍ୱନ୍ଦ୍ୱ ଯାହା ଆମ ସମସ୍ତଙ୍କୁ କେଉଁଠି ନା କେଉଁଠି ପ୍ରଭାବିତ କରେ। ଆଉ ଏହି ବିଷୟଟିକୁ ଆମେ ଦାର୍ଶନିକ ଜୋନାଥନ୍ କୁଆଙ୍କ କାମରୁ ବୁଝିବାକୁ ଚେଷ୍ଟା କରିବା। ଆମେ ଆଲୋଚନାକୁ ଏମିତି ଗୋଟେ ଜାଗାରୁ ଆରମ୍ଭ କରିବା ଯାହା ଆମେ ସମସ୍ତେ ବୋଧହୁଏ ଅନୁଭବ କରିଛେ। କେବେ ଏମିତି ହୋଇଛି କି ଗୋଟେ ଆଇନ ଆସିଛି ଯାହା ଆମକୁ ଠିକ୍ ଲାଗୁନି, ମନକୁ ପାଉନି, କିନ୍ତୁ ତଥାପି ଆମକୁ ତାକୁ ମାନିବାକୁ ପଡୁଛି। ଆଉ ଏଇଠୁ ହିଁ ଆସୁଛି ସବୁଠୁ ବଡ଼ ପ୍ରଶ୍ନ। ଗୋଟେ ଆଇନ ଯଦି ସତରେ ଅନ୍ୟାୟପୂର୍ଣ୍ଣ ବୋଲି ଲାଗୁଛି, ତେବେ କ'ଣ ଆମେ ତାକୁ ମାନିବାକୁ ବାଧ୍ୟ? ଏଇଟା ଗୋଟେ ଛୋଟ ପ୍ରଶ୍ନ ନୁହେଁ। ଏହା ଆମ ପୂରା ରାଜନୈତିକ ବ୍ୟବସ୍ଥାର ମୂଳଦୁଆକୁ ହିଁ ଦୋଲାଇ ଦିଏ। ଭାବି ଦେଖନ୍ତୁ ତ, ଯେମିତିକି ସରକାର ଟିକସ ବଢ଼େଇଦେଲେ କିମ୍ବା ଟ୍ୟୁସନ୍ ଫି ବଢ଼ିଗଲା, ତାକୁ ବିରୋଧ କରୁଥିବା ଲୋକେ କ'ଣ କହନ୍ତି? ସେମାନେ କହିବେ ଏଇଟା ଅନ୍ୟାୟ, ଏଇଟା ଭୁଲ। ହେଲେ କେବେ ଶୁଣିଛନ୍ତି କେହି କହୁଛି ଯେ ଏଇଟା ଅବୈଧ? ବହୁତ କମ୍। ତେବେ ଏଇ ଯୋଉ ଦୁଇଟା ଶବ୍ଦ, ଏହା ଭିତରେ ଗୋଟେ ବହୁତ ବଡ଼ କଥା ଲୁଚି ରହିଛି। ତ ପ୍ରକୃତରେ ଅନ୍ୟାୟ ଆଉ ଅବୈଧ ଭିତରେ ଫରକ କ'ଣ? ଏଇ ଫରକଟାକୁ ଯଦି ଆମେ ଠିକ୍ରେ ବୁଝିପାରିବା, ତାହେଲେ ଆଜିର ପୂରା ଆଲୋଚନାର ମୂଳ କଥାଟା ଧରାପଡ଼ିଯିବ। ଚାଲନ୍ତୁ ଏହି ଦ୍ୱନ୍ଦ୍ୱର ଗଭୀରକୁ ଯିବା ପୂର୍ବରୁ ଦୁଇଟା ମୂଳ କଥାକୁ ଆଗ ସଫା କରିଦେବା। ପ୍ରଥମେ ଆସୁଛି ସାମାଜିକ ନ୍ୟାୟ। ଏଇଟା କ'ଣ? ଦେଖନ୍ତୁ, ସମାଜରେ ଯାହା ବି ଅଛି, ସମ୍ବଳ, ସୁଯୋଗ, ଧନ, ଏପରିକି ସ୍ୱାଧୀନତା, ତାହା କେମିତି ଠିକ୍ ଭାବରେ ସମସ୍ତଙ୍କ ଭିତରେ ବଣ୍ଟା ହେବ, ତାହା ହିଁ ସାମାଜିକ ନ୍ୟାୟ। ସିଧା କଥାରେ ପ୍ରଶ୍ନ ହେଉଛି, କାହାକୁ କ'ଣ ମିଳିବ? ଆଉ ଦ୍ୱିତୀୟ କଥାଟି ହେଲା ରାଜନୈତିକ ବୈଧତା। ଏଇଟା ଟିକେ ଅଲଗା। ଏଇଟା କ୍ଷମତା ବିଷୟରେ। ମାନେ, ଆମ ସମସ୍ତଙ୍କ ପାଇଁ ନିୟମ ତିଆରି କରିବା ଆଉ ସେସବୁକୁ ଲାଗୁ କରିବାର ଅଧିକାର ପ୍ରକୃତରେ କାହା ପାଖରେ ଅଛି? ଏଇଠି ପ୍ରଶ୍ନଟା ବଦଳି ଯାଉଛି। ଏବେ ପ୍ରଶ୍ନ ହେଉଛି, କିଏ ଏକଥା କହିବାର ଅଧିକାର ରଖେ ବା କାହା କଥା ଚାଲିବ? ଆଉ ଜାଣିଛନ୍ତି, ଏଇ ନ୍ୟାୟକୁ ନେଇ ଜଣେ ବହୁତ ବଡ଼ ଦାର୍ଶନିକ ଜନ୍ ରଲ୍ସ ଗୋଟେ ବହୁତ ଜୋରଦାର କଥା କହିଛନ୍ତି। ସେ କହୁଛନ୍ତି କି ଯେମିତି କୌଣସି ଚିନ୍ତାଧାରା ପାଇଁ ସତ୍ୟ ହେଉଛି ସବୁଠୁ ବଡ଼ ଗୁଣ, ଠିକ୍ ସେମିତି ଯେକୌଣସି ସାମାଜିକ ଅନୁଷ୍ଠାନ ପାଇଁ ନ୍ୟାୟ ହେଉଛି ତାର ପ୍ରଥମ ସଦ୍ଗୁଣ। ଏଇଟା ଗୋଟେ ବହୁତ ବଡ଼ କଥା। ତାମାନେ କ'ଣ? ତାମାନେ ହେଲା ନ୍ୟାୟ ହିଁ ସବୁଠୁ ଉପରେ। ଯଦି ଗୋଟେ ଆଇନ ନ୍ୟାୟପୂର୍ଣ୍ଣ ନୁହେଁ, ତେବେ ସେଟା ରହିବା କଥା ନୁହେଁ। ସିଧା କଥା। ତାକୁ ବଦଳେଇ ଦିଅ କିମ୍ବା ପୁରାପୁରି ହଟେଇ ଦିଅ। ଏଥିରେ ଆଉ ଦ୍ୱିତୀୟ କଥା କିଛି ନାହିଁ। ଆଉ ଏଇଠୁ ହିଁ ଆରମ୍ଭ ହେଉଛି ଅସଲ ପଜଲ ବା ଦ୍ୱନ୍ଦ୍ୱ। ଦେଖନ୍ତୁ, ଏଇ ଦ୍ୱନ୍ଦ୍ୱଟା ତିନିଟା କଥାକୁ ନେଇ ତିଆରି। ଆଉ ମଜାର କଥା ହେଲା, ଏଇ ତିନିଟା କଥା ଅଲଗା ଅଲଗା ଶୁଣିଲେ ପୁରା ଠିକ୍ ଲାଗିବ। କିନ୍ତୁ ଯେତେବେଳେ ଆମେ ତିନିଟାକୁ ଏକାଠି ରଖିବା, ସେତେବେଳେ ଗୋଟେ ବଡ଼ ଗୋଳମାଳ ସୃଷ୍ଟି ହେବ। ତ ପ୍ରଥମ କଥା, ନ୍ୟାୟ ହିଁ ସର୍ବୋପରି। ଆମ ଆଇନ କାନୁନ ପାଇଁ ସବୁଠୁ ବଡ଼ ଗୁଣ ହେଉଛି ନ୍ୟାୟ। ଏଇଟା ତ ଆମେ ରୋଲ୍ସଙ୍କଠୁ ଶୁଣିଲେ। ଦ୍ୱିତୀୟ କଥା, ଏଇଟା ହେଉଛି ବାସ୍ତବତା। ଆମେ ସମସ୍ତେ ମାନିବା ଯେ ଆମ ଗଣତନ୍ତ୍ରରେ ବି କେତେକ ଆଇନ ଏମିତି ତିଆରି ହୁଏ ଯାହା କିଛି ମାତ୍ରାରେ ଅନ୍ୟାୟପୂର୍ଣ୍ଣ। ଆଉ ତୃତୀୟ କଥା, ଏଇଟା ହେଉଛି ଆମର ସାଧାରଣ ବିଶ୍ୱାସ ଯେ ଗୋଟେ ଆଇନ ଯଦି ଟିକେ ଏପଟ ସେପଟ ବି ହେଲା, ତଥାପି ତାକୁ ଲାଗୁ କରିବାର ବୈଧ ଅଧିକାର ସରକାରଙ୍କ ପାଖରେ ଅଛି। ଏବେ ଦେଖନ୍ତୁ, ଅସଲ ସମସ୍ୟାଟା କେଉଁଠି? ଯଦି ନ୍ୟାୟ ହିଁ ସବୁଠୁ ବଡ଼ କଥା, ତେବେ ଗୋଟେ ଅନ୍ୟାୟ ଆଇନକୁ ଲାଗୁ କରିବାଟା ବୈଧ କେମିତି ହେଲା? ଏହି ତିନିଟା କଥା ଏକା ସାଙ୍ଗରେ ଠିକ୍ କେମିତି ହେବ? ଏଇଠି ତ ମୁଣ୍ଡ କାମ କରୁନି। ଆଉ ଏଇଟା କେବଳ କିଛି ଦାର୍ଶନିକଙ୍କ ବହି ଭିତରର କଥା ନୁହେଁ। ଏହି ଦ୍ୱନ୍ଦ୍ୱର ସିଧାସଳଖ ପ୍ରଭାବ ଆମର ରାଜନୈତିକ ଜୀବନ ଉପରେ ପଡ଼େ। କାରଣ ଏହି ଦ୍ୱନ୍ଦ୍ୱ ହିଁ ଆମକୁ ବଡ଼ ବଡ଼ ପ୍ରଶ୍ନ ପଚାରିବାକୁ ବାଧ୍ୟ କରେ। ଯେମିତିକି, ସରକାରର କ୍ଷମତା ପ୍ରକୃତରେ କେତେ? ଆମେ କେତେବେଳେ ଯାଏଁ ଆଇନ ମାନିବାକୁ ବାଧ୍ୟ? ଆଉ କେଉଁ ପରିସ୍ଥିତିରେ ପ୍ରତିବାଦ ବା ବିରୋଧ କରିବାଟା ଠିକ୍? ରାଜନୀତିରେ ଯେଉଁ ମତଭେଦ ସବୁବେଳେ ଲାଗି ରହିଛି, ତାକୁ ଆମେ କେମିତି ଦେଖିବା? ଏଇଟାକୁ ହିଁ କୁହାଯାଏ ବୈଧ ଅନ୍ୟାୟର ଦ୍ୱନ୍ଦ୍ୱ। ଏହା ଆମକୁ ରାଜନୈତିକ ନୈତିକତାର ମୂଳଦୁଆ ବିଷୟରେ ପୁଣିଥରେ ଭାବିବାକୁ ବାଧ୍ୟ କରେ। ଆଉ ଶେଷରେ ଆମ ସମସ୍ତଙ୍କ ପାଇଁ ଗୋଟେ ବହୁତ ବଡ଼ ପ୍ରଶ୍ନ ଛାଡ଼ି ଦେଇଯାଏ। ଆମେ କେଉଁଠି ସେଇ ଲକ୍ଷ୍ମଣ ରେଖା ଟାଣିବା? କେଉଁ ଅନ୍ୟାୟକୁ ଏକ ସ୍ଥିର ସମାଜ ପାଇଁ ସହିନେବା ଉଚିତ, ଆଉ କେଉଁ ଅନ୍ୟାୟ ବିରୁଦ୍ଧରେ ଲଢ଼ିବା ନିହାତି ଜରୁରୀ? ଭାବିବା ପାଇଁ ଏଇ ପ୍ରଶ୍ନଟା ଆମ ସମସ୍ତଙ୍କ ପାଖରେ ରହିଲା।